जय जगन्नाथ। ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟି ଯଦି ଭଲ ଲାଗେ ଭିଡ଼ିଓଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିନେବେ। ଓଡ଼ିଶାର ସମସ୍ତ ସେନ୍ସସ୍ ଗଣନାକାରୀମାନଙ୍କ ପାଇଁ ଆଜିର ଭିଡ଼ିଓଟି। ସେନ୍ସସ୍ 2026 ସମୟରେ ଓଡ଼ିଶାର ସମସ୍ତ ଗଣନାକାରୀ ନିଜ ରାଜ୍ୟର ସେନ୍ସସ୍ କୋଡ଼୍, ନିଜ ଜିଲ୍ଲାର ସେନ୍ସସ୍ କୋଡ଼୍, ନିଜ ବ୍ଲକର ସେନ୍ସସ୍ କୋଡ଼୍, ତା ସହିତ ଯେଉଁ ଗ୍ରାମରେ ଆପଣ ସେନ୍ସସ୍ କାର୍ଯ୍ୟ କରିବେ ସେହି ଗ୍ରାମର ସେନ୍ସସ୍ କୋଡ଼୍ କେମିତି ସହଜ ଉପାୟରେ ଜାଣିପାରିବେ, ତା ସହିତ ଯେଉଁ ଗ୍ରାମରେ ଆପଣମାନେ ସେନ୍ସସ୍ କାର୍ଯ୍ୟ କରିବେ ସେହି ଗ୍ରାମରେ ଟୋଟାଲ ହାଉସ୍ ହୋଲ୍ଡ ନମ୍ବର ବା ଘର ସଂଖ୍ୟା କେତେ ରହିଛି, ଟୋଟାଲ ଘର ସଂଖ୍ୟା କେତେ ରହିଛି, ସେହି ଗ୍ରାମର ପୁରୁଷ ସଂଖ୍ୟା କେତେ, ମହିଳା ସଂଖ୍ୟା କେତେ, ପପୁଲେସନ୍ କେତେ ରହିଛି, ସବିଶେଷ ଆମେ ନିଜ ମୋବାଇଲ ମାଧ୍ୟମରେ ସହଜ ଉପାୟରେ ଜାଣିପାରିବା। ଚାଲନ୍ତୁ ଆମେ ଜାଣିବା। ତ କ'ଣ କରିବେ ନା, ସର୍ବପ୍ରଥମେ ଯେକୌଣସି ଏକ ବ୍ରାଉଜର ଖୋଲି ନେବେ, ଗୁଗୁଲ କ୍ରୋମ୍ ଯାହା ବି ହେଉ ଖୋଲି ନେବେ। ତ ସେଠି ଖୋଲି ନେଇକି ଓଡ଼ିଶା ସେନ୍ସସ୍ କୋଡ଼୍ ଲେଖିକି ସର୍ଚ୍ଚ କରିବେ। ମନେ ରଖନ୍ତୁ, ଓଡ଼ିଶା ସେନ୍ସସ୍ କୋଡ଼୍ ଲେଖିକି ସର୍ଚ୍ଚ କରିବେ ବା ଆପଣ ଓଡ଼ିଶା ଭିଲେଜ୍ କୋଡ଼୍ ଲେଖିକି ସର୍ଚ୍ଚ କରିବେ। ସର୍ଚ୍ଚ କଲା ପରେ ଦେଖନ୍ତୁ ପ୍ରଥମେ ଯେଉଁ ୱେବସାଇଟ୍ ଆସିଯିବ, ଦେଖନ୍ତୁ ଏଠି ଲେଖା ହେଇଛି ଓଡ଼ିଶା ଭିଲେଜ୍ କୋଡ଼୍ସ ବା odisha.villagecodes.in ଯେଉଁଟା ଥିବ ସେଇଠି ଆପଣମାନେ କ୍ଲିକ୍ କରିବେ। ମୁଁ କ୍ଲିକ୍ କରିନେଲି। କ୍ଲିକ୍ କଲା ପରେ ଦେଖନ୍ତୁ ଏଠି ଲେଖା ହେଇଛି ଓଡ଼ିଶା ଭିଲେଜ୍ କୋଡ଼୍, ଭିଲେଜ୍ ସେନ୍ସସ୍ କୋଡ଼୍ ଡାଇରେକ୍ଟୋରୀ ଅଫ୍ ଓଡ଼ିଶା ଇଣ୍ଡିଆ। ଏଠି ଲେଖା ହେଇଛି ଲିଷ୍ଟ ଅଫ୍ ଓଡ଼ିଶା ଡିଷ୍ଟ୍ରିକ୍ଟ ଫର୍ ଭିଲେଜ୍ କୋଡ଼୍ସ। ଠିକ୍ ଅଛି, ତାହେଲେ ବର୍ତ୍ତମାନ ଆସିଯିବ ଏଠି ସବୁ ଜିଲ୍ଲାମାନଙ୍କର ନାମ, ଆଉ ତା ସାଇଡ଼ରେ ଦେଖନ୍ତୁ ଡିଷ୍ଟ୍ରିକ୍ଟ ନେମ୍ ଅଛି, ସିରିଏଲ୍ ନମ୍ବର ଅଛି, ଡିଷ୍ଟ୍ରିକ୍ଟ ନେମ୍ ଅଛି, ସେନ୍ସସ୍ ଡିଷ୍ଟ୍ରିକ୍ଟ କୋଡ଼୍ ଅଛି। ତାହେଲେ ସବୁ ଜିଲ୍ଲାର ଏଠି ସେନ୍ସସ୍ କୋଡ଼୍ ଆସିଗଲା, ଜିଲ୍ଲାର ସେନ୍ସସ୍ କୋଡ଼୍ ଆସିଗଲା। ଦେଖୁଛନ୍ତି ଆପଣମାନେ 30ଟି ଜିଲ୍ଲାର ସେନ୍ସସ୍ କୋଡ଼୍ ଆସିଗଲା। ଆପଣ ନିଜ ଜିଲ୍ଲାର ବା ଯେଉଁ ଜିଲ୍ଲାରେ କାର୍ଯ୍ୟରତ ସେହି ଜିଲ୍ଲାରେ କ୍ଲିକ୍ କରିନେବା। ମୁଁ ଦେଖନ୍ତୁ ମୁଁ କ୍ଲିକ୍ କରିନେଲି, ମୁଁ ନବରଙ୍ଗପୁର କ୍ଲିକ୍ କରିନେଲି। ନବରଙ୍ଗପୁର କ୍ଲିକ୍ କରିନେଲା ପରେ ଏଠି ଲିଷ୍ଟ ଅଫ୍ ତାଲୁକାସ୍ ଇନ୍ ନବରଙ୍ଗପୁର ଡିଷ୍ଟ୍ରିକ୍ଟ ଫର୍ ଭିଲେଜ୍ କୋଡ଼୍ ଲେଖା ହେଇଛି। ଆଗକୁ ଯିବା, ତାହେଲେ ଏଠି ଆସିଯିବ ବର୍ତ୍ତମାନ ତହସିଲ ନେମ୍। ତାହେଲେ ସେହି ନିଜ ନିଜ ଜିଲ୍ଲାର ବର୍ତ୍ତମାନ ତହସିଲ ନେମ୍ ଆଉ ତା'ର ସେନ୍ସସ୍ ତାଲୁକା କୋଡ଼୍ ଆସିଯିବ। ତ ଦେଖନ୍ତୁ ଏଠି ସେନ୍ସସ୍ ତାଲୁକା କୋଡ଼୍ ସବୁ ଆସିଗଲା, ତହସିଲ ନେମ୍ ଅଛି, ସେନ୍ସସ୍ ତାଲୁକା କୋଡ଼୍ ଆସିଗଲା। ତ ଏଠି 12ଟି ତହସିଲ ଅଛି। ଠିକ୍ ଅଛି, ସେ 12ଟିର ନାଁ ଆସିଗଲା, ପୁଣି ସେନ୍ସସ୍ କୋଡ଼୍ ଆସିଗଲା। ଆପଣ ଯେଉଁ ବ୍ଲକର ବା ଯେଉଁ ତହସିଲର ତାକୁ ସିଲେକ୍ଟ କରିନେବେ। ମୁଁ ଏଠି ସିଲେକ୍ଟ କରିନେଲି ଚନ୍ଦାହାଣ୍ଡି। ଠିକ୍ ଅଛି, ତାପରେ ଦେଖନ୍ତୁ ଏଠି ଲିଷ୍ଟ ଅଫ୍ ଭିଲେଜେସ୍ ଇନ୍ ଚନ୍ଦାହାଣ୍ଡି ତାଲୁକା ଫର୍ ଭିଲେଜେସ୍ କୋଡ଼୍। ଆମେ ତଳକୁ ଟିକେ ପଳାଇ ଆସିବା। ଠିକ୍ ଅଛି, ଏଠି ସେହି ତହସିଲର ସବୁ ଗୁଡ଼ାଏ ଗ୍ରାମର ନାମ ଦେଖନ୍ତୁ, ଏଠି ସିରିଏଲ୍ ନମ୍ବର, ଭିଲେଜ୍ ନେମ୍, ସେନ୍ସସ୍ ଭିଲେଜ୍ କୋଡ଼୍ ଏହି ସବୁ ପଳାଇ ଆସେ। ସେହି ତହସିଲରେ ଯେତେ ଗୁଡ଼ାଏ ଭିଲେଜ୍ ଅଛି ସବୁ ତାର ନାଁ ତା ସହିତ ସେଇ ସେନ୍ସସ୍ କୋଡ଼୍ ପଳାଇ ଆସିଲା। ଦେଖନ୍ତୁ ଏଠି ଦେଖିପାରିବେ ପୁରା ଅଛି। ତାହେଲେ ଆପଣମାନେ କ'ଣ କରିବେ, ଆପଣଙ୍କର ଆପଣ ଯେଉଁ ଗାଁରେ ବା ଯେଉଁ ଭିଲେଜରେ ଆପଣ ସେନ୍ସସ୍ ଗଣନାକାରୀ ଭାବରେ ନିଯୁକ୍ତି ପାଇଛନ୍ତି ସେହି ଗାଁକୁ ଆପଣମାନେ ସିଲେକ୍ଟ କରିନେବେ। ମୁଁ ସିଲେକ୍ଟ କରିନେଲି। ଏଠି ପଲସାପରା ଭିଲେଜ୍ କୋଡ଼୍ସ ଲେଖା ହେଇଛି। ଠିକ୍ ଅଛି, ତାହେଲେ ଏହି ଦେଖନ୍ତୁ ଏଠି ତାହେଲେ ସେହି ଗାଁର ଦେଖନ୍ତୁ ଏଠି ପଲସାପଡ଼ା ଭିଲେଜ୍ କୋଡ଼୍ ଲେଖା ହେଲା। ସେ କୋଡ଼୍ ନମ୍ବର ବି ଦିଆଗଲା। ତାପରେ କେଉଁ ତାଲୁକା ନା ଚନ୍ଦାହାଣ୍ଡି ତାଲୁକା, ସେହି ତାଲୁକାର ସେନ୍ସସ୍ କୋଡ଼୍ ମଧ୍ୟ ଦିଆଗଲା। କେଉଁ ଜିଲ୍ଲା, ନବରଙ୍ଗପୁର ଜିଲ୍ଲାର ସେନ୍ସସ୍ କୋଡ଼୍ ମଧ୍ୟ ଦିଆଗଲା। ତାପରେ କେଉଁ ଷ୍ଟେଟ୍, ଓଡ଼ିଶା ଷ୍ଟେଟ୍, ଓଡ଼ିଶା ଷ୍ଟେଟ୍ର ସେନ୍ସସ୍ କୋଡ଼୍ ହେଉଛି 21 ହେଲା। ଓଡ଼ିଶା ଷ୍ଟେଟ୍ର ସେନ୍ସସ୍ କୋଡ଼୍ ହେଉଛି 21। ତାହେଲେ ସେହି ଭିଲେଜ୍ର ଦେଖନ୍ତୁ, ସେହି ଭିଲେଜ୍ର ଦେଖନ୍ତୁ ଡିଟେଲ୍ସ ଆସିଗଲା। ତା'ର ହେକ୍ଟର କେତେ ଅଛି, ଏରିଆ କେତେ ଅଛି, କିଲୋମିଟର କେତେ ଅଛି, ସବିଶେଷ ଆସିଗଲା। ଆଉ ଟିକେ ତଳକୁ ଯଦି ପଳାଇ ଆସିବା, ଏଠି ପପୁଲେସନ୍ ଦେଇଛି। ଦେଖନ୍ତୁ ଏଠି ପପୁଲେସନ୍ ଦେଇଛି ସେହି ଗାଁରେ ଟୋଟାଲ୍ ପପୁଲେସନ୍ ଅଫ୍ ପଲସାପରା ଭିଲେଜ୍।
ଠିକ୍ ଅଛି। ତାହେଲେ ଏଠି ଦିଆହେଇଛି ପପୁଲେସନ୍ ଦିଆହେଇଛି 2378। ଠିକ୍ ଅଛି। ତାହେଲେ ଏଠି ମେଲ୍ କେତେ ଅଛନ୍ତି ନା ପପୁଲେସନ୍ ହିସାବରେ ମେଲ୍ ଅଛନ୍ତି 1097, ଫିମେଲ୍ ଅଛନ୍ତି 1281, ସେକ୍ସ ରେସିଓ 86 ଅଛି। ତାହେଲେ ଏଇଟା ପପୁଲେସନ୍ ଜାଣିପାରିଲେ। ଏଗୁଡ଼ାକ ଜାଣିବା ଦ୍ୱାରା ଆପଣଙ୍କୁ ଯେତେବେଳେ ହାଉସହୋଲ୍ଡ ନମ୍ବର କ୍ରିଏଟ୍ କରିବେ ଆପଣଙ୍କୁ ସୁବିଧା ହେବ। ତାପରେ ଏହି ଗାଁରେ ଦେଖନ୍ତୁ, ଏହି ଗାଁରେ ନା ଟୋଟାଲ୍ ହାଉସହୋଲ୍ଡ କେତେ ଅଛନ୍ତି ନା 571 ହାଉସେସ୍ ରହିଛି। ତାହେଲେ ମନେ ରଖନ୍ତୁ 571 ହାଉସେସ୍ ରହିଛି। ତାହେଲେ ଏହି ହିସାବରେ ନା ଆପଣମାନେ ସେନ୍ସସ୍ ସମୟରେ ସହଜ ଭାବେ କାର୍ଯ୍ୟ ତୁଲେଇ ପାରିବେ। ଆପଣମାନେ ଅନୁମାନ କରିପାରିବେ ଯେ ଯେହେତୁ 571 ଅଛି, ତାହେଲେ ସେହି ହିସାବରେ ଆଗକୁ ଆପଣମାନେ ହାଉସହୋଲ୍ଡ କ୍ରିଏଟ୍ କରିକି ସେନ୍ସସ୍ କାର୍ଯ୍ୟ କରିପାରିବେ। ତ ଦେଖନ୍ତୁ, ଏଇ ୱେବସାଇଟ୍କୁ ନିହାତି ଭିଜିଟ୍ କରିକି ଜାଣି ନିଅନ୍ତୁ ଯେ ଆପଣ ଯେଉଁ ଗାଁରେ ନା ସେନ୍ସସ୍ ଗଣନାକାରୀ ଭାବେ କାର୍ଯ୍ୟ କରିବେ, ସେ ଗାଁର ପପୁଲେସନ୍ ହେଉ, ସେ ଗାଁର ମେଲ୍ କିମ୍ବା ଫିମେଲ୍ ସଂଖ୍ୟା ହେଉ, ଏସବୁ ଆଉ ହାଉସହୋଲ୍ଡ କେତେ ରହିଛି ଏହିସବୁ ଜାଣିବା ନିହାତି ଦରକାର।